बाबा आपन को स्वागत जने हम चैनल माध्यम रे कहबा कि महापुरुष नेमाल पीठ बा पद्मवन पीठ नेमाल रे बट वृक्ष को कटा जायछि कारण एठारे माने उन्नतीकरण कार्य करिया पई तेबे जो बट वृक्ष कटा हवा कथा हो गत किछि दिन तळे जो बौल गछ थिला महापुरुष बाम साइड बा दक्षिण पार्श्व रे से मध्य कटा जायतिला तो ता देखिबा मुखशाला मध्य ता पूर्व किछि दिन पूर्व भंगा जायतिला जो घटना घटुची महापुरुष पाखरे से निश्चित भावे भल आसुची ना खराब आसुची। जय अच्युतानंद महापुरुष, जय नेमाल गोसाई, नेमाल राजहंस गोस्वामी। कली शेषांत बेलकू जे नेमाल बट जहाँ कुआ जाए कल्प बट से गछ छेदन हम बोलिकी एटा महापुरुष माने बहुत पूर्व लिखिते जे कल्पवट कली शेष भाग जे कि छेदन हम। अच्छा जो महापुरुषंकर गादी महापुरुषंक गादी जे ताकू उन्नत धरण करा जीवो बोली की जे उन्नत धरण करा जीवो बोली की जो बट वृक्ष कटा जाई की सेटा उन्नत करण हब बहुत उन्नति बा नूतन भावे गढ़ा जीव किंतु महापुरुषों पीठ से है समाधि पीठ से है माटी गदा गोसाई से कली शेषांत को बहुत भयंकर विपद समय मारी आसला। ये विपद रे जे से होउची कल्पवट ताकू छेदन करने अनेक बीतिपात आम आ भितर को पंचकोशिकी हब एवं आम ओडिशा को भी हब। महापुरुष कहते दक्षिणी आसवा तेलेंगा मुकुंद कल्पवट जाई छेदिब जे कल्पवट नेमाल छेदन होती माने विराट धरणर बीतिपात आम ओडिशा को घटिब एवं नेमाल पंचकोशिकी घटिब। जेते महापुरुष अच्छा समस्त पंचकोशी मान को ये सब विपत्ति घन घन करके मारी आसला या जानिब। अच्छा आउ कौन कौन हम बोली जना पड़छ आगो कौन हम दे कमर आगो को बात्या हब बन्या हब अनावृष्टि हब चड़क पड़िब या द्वारा आगे मरिबे चाषी तापरे मरिबे मोची तापरे मरिबे राजसेवायत ओडिशा देश पड़िब चड़क। यही सब बीतिपात मान आम मानक कि घन आसला जहाँ सूचना जना जाइए। अच्छा ए वर्ष देखिबा कि 2025 रे बहुत जल प्रलय होची हमर ओडिसा रे होची ओडिसा बाहर मध्ये एमिति कि हमर देखिबा जो बाबा भेंगा कहथिले तार जापान रे जो सुनामी हैला हमर रूसिया रे हैला अमेरिका रे हैला बहुत भयंकर रही से कथा को नि कोन कहे भयंकर देखंतु आपण हमर भाद्र मासे भाद्र मासे आम एटा समलपुर कटुरु हाराहारी पारादीप पर्यंत किभली भयंकर होउची एटा ध्रुव सत्य। तो लिखा कि ना केमि कोन एटा गुप्त खेता लिखा हितला लिखा अछि कोन कोन लिखा है लिखा अछि ए 2025 रे भयंकर जल प्रलय जे 25 25
ଛବିଶରେ ଆହୁରି ଭୟଙ୍କର ଜଳ ପ୍ରଳୟ ହବ, ଯାହାକି କହନ୍ତି ଯେ ଜନସମାଜ ପରିସ୍ଥିତି ଭାରି ଜୋର ଭୟଙ୍କର ହବ, ଏହା ସତ୍ୟ। ଆଚ୍ଛା, ଆଜି ମଧ୍ୟ ମାନେ ହିମାଚଳ ବା ଉତ୍ତରାଖଣ୍ଡରେ ଯୋଉ ଆକାଶରୁ ଯେ ସତେ ଯେମିତି ବାଦଲ ଖସି ଆସିଲା ଭଳି ସୃଷ୍ଟି ହେଇଛି ଏବଂ ପୁରା ବହୁ ନଷ୍ଟ କରିଦେଇଛି, ଲୋକ ମଧ୍ୟ ସେଥିରେ ମୃତାହତ ହବା ହୋଇଥିବ ଜଣାପଡେ। ପ୍ରଭୁ କହିଛନ୍ତି ଖଣ୍ଡ ପ୍ରଳୟ ହବ, ସବୁ ଖଣ୍ଡ ପ୍ରଳୟ ହେଇକି ଟୋଟାଲି ଭାରତ ବର୍ଷଟା ତାକୁ ସେ ଶୋଧନ କରିବେ, ଖଣ୍ଡେ ଖଣ୍ଡେ ଏରିଆ ଧ୍ୱଂସ ପାଇ ପାଇକା ଆସିବ, ଶେଷକୁ ଆମର ପୁରୁଷୋତ୍ତମ ଧାମ ଖଣ୍ଡ ପ୍ରଳୟ ହବ। ମାନେ ପୁରୁଷ ମାନେ ପୁରୀ ଆମ ଜଗନ୍ନାଥ କ୍ଷେତ୍ର ଆଉ ପୁରୀ କତରୁ କେନ୍ଦ୍ରାପଡା ଆଉ ବିରଜା ପର୍ଯ୍ୟନ୍ତ ଏଣେ କେନ୍ଦ୍ରାପଡା ତେଣେ ବିରଜା ଆଉ ଯୋଉ କହୁଛନ୍ତି ଭାଦ୍ର ମାସରେ ସେଟା କଣ କେମିତି କଣ ପ୍ରଭାବ ପଡିବ ଆର? ଭାଦ୍ରବ ମାସରେ ପ୍ରବଳ ବନ୍ୟା ଆସିଯିବ, ଏଭଳି ବନ୍ୟା ଆସିବ ଯେ ସେ ବନ୍ୟା ଯେ ଜନମାନେ ଆ ଧିଏରେ ବହୁତ କ୍ଷତି ସହିବେ। ମାନେ ମାନେ ଘର ଦ୍ୱାରା ଭାଙ୍ଗିବ ନା କେମିତି ଖାଲି ଲୋକ କଣ ମୃତାହତ ହେବେ? ଘର ଦ୍ୱାର ତ ସବୁ ବର୍ତ୍ତମାନ କୋଠା ବାଡି ହେଇଗଲାଣି, ଚାଳ ଘର ମାତ୍ର ଦେଖିବାକୁ ସୀମିତ, କିନ୍ତୁ ଜଳ ପ୍ରଳୟ ହବ ସୁନିଶ୍ଚିତ। ତା ଦେହରେ କିଛି ଜନଜୀବନ ନଷ୍ଟ ହବ ନା ନାହିଁ? ଜନଜୀବନ ନଷ୍ଟ ନିଶ୍ଚିତ ହବ। ଆଚ୍ଛା, 2026ରେ 8ଠାରୁ ଆହୁରି ଭୟଙ୍କର ହବ। 8ଠାରୁ ଆହୁରି ଭୟଙ୍କର। ଆଚ୍ଛା, ଏବେ ଯୋଉ ପ୍ରଳୟ ରଚୁଛି 2025ରେ ବାବା ଭେଙ୍ଗା ମଧ୍ୟ କହିଥିଲେ ଜାପାନରେ ହେଲା, ରୁଷିଆରେ ହେଲା, ସେଭଳି କିଛି ଆମ ଭାରତକୁ ଅଛି କି ସେମିତି? ଅଛି। କେବେ ହବ ସେ? ପଞ୍ଚସଖା ମାନେ କହିଛନ୍ତି ଯେ ଶେଷକୁ ଆମର କେନ୍ଦ୍ରାପଡା ଏବଂ ଯାଜନଗର ନଗେଇ ଆଉ ଏପଟରେ ନଗେଇକି ଅସ୍ତରଙ୍ଗ, ସେପଟରେ ନଗେଇକି କର୍ମଳା ଶାସନ ପର୍ଯ୍ୟନ୍ତ ଏଇଟା ଜଳ ପ୍ରଳୟ ହବ, ହଠାତ୍ ହବ। ଆଜି ଯେମିତି ଘଟିଲା, ଆଜି ଯେମିତି ଉତ୍ତରାଖଣ୍ଡରେ ଘଟିଛି, ହଠାତ୍ ସେମିତି ଏରିଆକୁ ଘଟିବ। ଆମର କୁଆଡେ ମାଳିକାର ପ୍ରମାଣ ଅଛି 2026 ଆଜ୍ଞା, ହୀରାକୁଦ ବନ୍ଧ ଭାଙ୍ଗିବ ବୋଲି ମହାପୁରୁଷ ଅଚ୍ୟୁତ ଲେଖିଛନ୍ତି, ଭାଙ୍ଗିବ ବୋଲିକି ଲେଖି ନାହାନ୍ତି, ବୁଝିଲ। ହୀରାକୁଦ ବନ୍ଧ ଉଛୁଳି ପଡିବ, ହଠାତ୍ ବନ୍ଧ ଦେଇକି ଜଳ ଆସିପାରେ, ନଚେତ୍ ବିଦେଶୀ ଶତ୍ରୁ ତାକୁ ବି ଭାଙ୍ଗି ଦବାରେ ଆଶା କରାଯାଉଛି। 26/6ରେ ହୀରାକୁଦ ଯେ ଉଛୁଳିବ, 6 ଗୋଟି ଜିଲ୍ଲା ଜଳାର୍ଣ୍ଣବ ହବ। ଆଚ୍ଛା, 2026 ମସିହା 6 ମାନେ 6 ମାସ, ମାନେ ଜୁନ ଭିତରେ ଆଉ। ହଁ, ଜୁନ ତ ଆଉ 6 ଆଉ। ଆଚ୍ଛା, ଆପଣଙ୍କର ଯଦି କହିବା ଏ ଯୋଉ ଘଟଣା ଘଟୁଛି, ଯୋଉ ଆମର ଶ୍ରୀକ୍ଷେତ୍ରରେ ଯୋଉ ଅଘଟଣ ବର୍ଷ ହେଲା ରଥ ଟଣା ସମୟରେ, ତାର ଏଇଟା ସବୁ କୁପ୍ରଭାବ ପଡୁଛି ନିଶ୍ଚିନ୍ତ, କହିଲେ ଅଚ୍ୟୁତ ବୋଲି। ଏଇଟା ମଣିଷ ମାନଙ୍କର କିଛି ଦୋଷ ନାହିଁ, କରି କରାଉଛି ନିଜେ ସେଇ ପ୍ରଭୁ, ତା ବିନୁ ଅନ୍ୟ କେହି ନାହିଁ। ଯେତେବେଳେ ଯାହାଟା ହବ କାହାରି କଣ୍ଠରେ ବିଜେ ହେଇକି ସେ ଏତକ କାମ ସ୍ୱୟଂ ପ୍ରଭୁ କରୁଛନ୍ତି। ଆଚ୍ଛା, ଏଇ ଯୋଉ ବଟ ବୃକ୍ଷ ଛେଦନ ହେଲା ବା ଆପଣଙ୍କର ଯୋଉ ବଉଳ ବୃକ୍ଷ ଆଉ ମୁଖଶାଳା ମହାପୁରୁଷ ପୀଠ ନିର୍ମାଣରେ ଭଙ୍ଗା ହେଲା, ଏସବୁ କଥା ବି କିଛି ବିପଦ ରହୁଛନ୍ତି। ଏଟା ବିପଦ ଯେ ସେ ବକୁଳ ଗଛରେ ଯେ ପଦ୍ମିନୀକୁ ମାରିକି ଚକ୍ର ଆସିକି ନେମାଳ ବକୁଳ ବୃକ୍ଷରେ ଥିଲା। ଆଚ୍ଛା ଆଚ୍ଛା,
ସେ ବକୁଳ ବୃକ୍ଷ ନ ଛେଦନ ହବା ପର୍ଯ୍ୟନ୍ତ ସୁଦର୍ଶନ କୃଷ୍ଣ କରକୁ କେବେ ଯିବନି। ସେ ତ ଛେଦନ ହେଇସାରିଲାଣି, ତାହେଲେ କୃଷ୍ଣ ହାତରୁ ପଳେଇଲାଣି। ପ୍ରଭୁଙ୍କ କରକୁ ସୁଦର୍ଶନ ପଳେଇଲାଣି। ଏଥର ସଂଘାତ ତାହେଲେ ହବ। ସଂଘାତ ସୁନିଶ୍ଚିତ। ସଂହାର ହୋଇବ, କରି ଛାଡ଼ିଯିବ ବିଂଶ 8 ଗୁଣ ଧରି, ନର ନ ପାରିବେ କେହି ବାରି। ଆଚ୍ଛା, ଯେତେବେଳେ ସେ ଯୋଉ ସୁଦର୍ଶନ ଆଙ୍କୁ ମାରିଥିଲା କୃଷ୍ଣଙ୍କ ପୁଅକୁ ପଦ୍ମିନୀକୁ ମାରିକି ସେ ସମୟରୁ ବି ଲୁଚିକି ଆସିଥିଲେ କୋଉଠି ନା ନାଇଁ ନେମାଳ ବକୁଳ ବୃକ୍ଷରେ। ଆଚ୍ଛା, ସେ ବକୁଳ ଗଛ ମାନେ ଛେଦନ ହେଇଗଲା ମାନେ କୃଷ୍ଣ ହାତକୁ ପୁଣି ପ୍ରଭୁଙ୍କ କରକୁ ସୁଦର୍ଶନ ଆପେ ଫେରିଗଲେ। ମାନେ ଯେ ସମୟ ଆସିଲା ସେଇଭଳି ସେଥିପାଇଁ ଫେରିଗଲେ। ହଁ, କାରଣ ଆଗକୁ ସଂଘାତ ନୀଳା ହବ, ନିଶ୍ଚିତ ହବ। ପ୍ରଭୁ ନିଜେ କରିବେ, କଳ୍କୀ ଅବତାର ଦେଇ ପ୍ରଭୁ ନିଜେ କରିବେ। ଏଇ ମହାପୁରୁଷଙ୍କ ପୀଠରେ ଅନେକ କଥା ବି କହୁଛନ୍ତି ଯେ ସେଟା ଉନ୍ନତିକରଣ ପାଇଁ ହଉଛି, ସେଠି ଏଇ ଯୋଉ କଥା ହେଲା ସେମିତି କିଛି ମାନେ କ୍ଷତି ନାହିଁ, ଏମିତି ତାଙ୍କ ମତ କହୁଛନ୍ତି। ତାକୁ କଣ କରିବା ଆପଣ? ଏ ଶୁଣ, କ୍ଷତି ନାହିଁ କହୁଛନ୍ତି, ଆମେ ଦେଖି ଆସୁଛୁ ବାପା ଅଜା ସାତ ପୁରୁଷରୁ କହନ୍ତି ସେ ଗଛ ଅଛି, ନେମାଳ ବଟ ରହିଛି, ମଝିରେ ଥରେ ସେ ଗଛରେ ପୋକ ଖାଇଗଲେ ପତ୍ର ଝଡିଗଲା, ଝିଙ୍କିଡି ମାଟି ବୋଲି ତଥାପି ସେ ଗଛର 7ଟା ଅଙ୍ଗ ରହିଛି, ଏବେ ବି ମଧ୍ୟ ପଲ୍ଲବିକି ହେଇଯାଇଛି ଯଥେଷ୍ଟ ବୃକ୍ଷ। ଏ ନେମାଳ ବଟ ନାଁ ହେଲା ଅନନ୍ତ ବଟ। ଆପଣ କହୁଥିଲେ କଳ୍ପ ବଟ, ସେଇ କଳ୍ପ ବଟ ଯେଇ ଅନନ୍ତ ବଟ ବି ସେଇ ହେଇଛି ନେମାଳରେ ଅନନ୍ତ ବଟ। ତା ଦେହରେ ସ୍ୱୟଂ ଶେଷନାଗ ଅନନ୍ତ ବିଜେ କରିଛନ୍ତି। ଶ୍ଵେତ ନେତ୍ର ପଦ୍ମମୁଖ ସେ ଜାଗାରେ ବିରାଜିତ ସ୍ୱୟଂ। ଏଇଟା ବହୁତ ବେଳ ଖରାପ ପଡିଗଲା। ମୋଟାମୋଟି କହିବାକୁ ଗଲେ ଆଉ ସମୟ ପୁରା ନିକଟ, ସମୟ ସମ୍ପୂର୍ଣ୍ଣ ନିକଟ। ଜୟ ଜଗନ୍ନାଥ, ଜୟ